Good morning, dear students. Today I am going to discuss the questions and answers of HGP2 of the chapter The Jackal and the Rooster. Number 1. Did the rooster sing closing its eyes? ରୂଷ୍ଟର କ'ଣ ଆଖି ବନ୍ଦ କରି ଗୀତ ଗାଇଥିଲା କି? ଯେତେବେଳେ ଜ୍ୟାକେଲ ସଜେସନ୍ ଦେଇଥିଲା ରୂଷ୍ଟରକୁ, ଇଫ୍ ୟୁ ୱାଣ୍ଟ ଟୁ make your song better, clearer and louder, you have to sing closing your eyes. ତ ଏଇ କଥା ଯେତେବେଳେ ସଜେସନ୍ ଦେଇଥିଲା ଜ୍ୟାକେଲ, ତ ସେତେବେଳେ ରୂଷ୍ଟର ତା କଥା ଶୁଣିଥିଲା କି? ଆନ୍ସର ହେଉଛି ଏସ୍, ଦ ରୂଷ୍ଟର ସାଙ୍ଗ କ୍ଲୋଜିଂ ଇଟ୍ସ ଆଇଜ୍। ହଁ, ରୂଷ୍ଟର କ'ଣ କରିଥିଲା ନା ଆଖି ବନ୍ଦ କରି ଗୀତ ଗାଇଥିଲା। ନେକ୍ସଟ, ହ୍ୱାଟ୍ ଡିଡ୍ ଦ ଜ୍ୟାକେଲ ଡୁ? ତ ଯେତେବେଳେ ରୂଷ୍ଟର ଆଖି ବନ୍ଦ କରିଦେଇଛି ସେତେବେଳେ ଜ୍ୟାକେଲ କ'ଣ କଲା ନା, ଦ ଜ୍ୟାକେଲ କଟ୍ ଦ ରୂଷ୍ଟର ବାଇ ଇଟ୍ସ ନେକ୍ ଆଣ୍ଡ ran away। ଯେତେବେଳେ ରୂଷ୍ଟର ଜ୍ୟାକେଲର କଥା ମାନେ ଆଖି ବନ୍ଦ କରିଦେଇଛି, ତ ସେଇ ସମୟରେ କ'ଣ ହେଇଛି ନା, ଜ୍ୟାକେଲ ହଠାତ୍ କରି ରୂଷ୍ଟରର ବେକକୁ ମାଡ଼ି ବସିଲା ଏବଂ ତାକୁ ଧରି ଦୌଡ଼ି ପଡ଼ିଲା। ଦେନ୍ ହୁ ran after the ଜ୍ୟାକେଲ? ତ ଯେତେବେଳେ ଜ୍ୟାକେଲ ରୂଷ୍ଟରକୁ ନେଇ ପଳେଇ ଯାଉଛି, ତାଙ୍କ ପଛେ ପଛେ କିଏ ଗୋଡ଼େଇଲେ ନା, ଦ ଓନର ଅଫ୍ ଦ ରୂଷ୍ଟର, ହିଜ୍ ୱାଇଫ୍, ସନ୍ସ ଆଣ୍ଡ ହିଜ୍ ନେବର୍ସ ran after the ଜ୍ୟାକେଲ। ଯେତେବେଳେ ଲୋକଟି ବା ଯେତେବେଳେ ଜ୍ୟାକେଲଟି ଯେତେବେଳେ ରୂଷ୍ଟରକୁ ନେଇ ପଳେଇ ଯାଉଛି, ସେତେବେଳେ ତା'ର ମାଲିକ, ତା'ର ସ୍ତ୍ରୀ, ତା'ର ପିଲାମାନେ ଏବଂ ତାଙ୍କ ପାଖ ପଡ଼ିଶା ସମସ୍ତେ ଦୌଡ଼ିଲେ ଟୁ କ୍ୟାପଚର ଦ ଜ୍ୟାକେଲ, ଜ୍ୟାକେଲକୁ ବଞ୍ଚାଇବା ପାଇଁ। ହ୍ୱାଇ ଡିଡ୍ ଦ ଚେଜ୍ ଦ ଜ୍ୟାକେଲ? ସେମାନେ ଜ୍ୟାକେଲ ପଛରେ କାହିଁକି ଗୋଡ଼େଇଲେ ନା, ଦ ଚେଜ୍ ଦ ଜ୍ୟାକେଲ ଟୁ ସେଭ୍ ଦ ଲାଇଫ୍ ଅଫ୍ ଦ ରୂଷ୍ଟର ଆଣ୍ଡ ଟୁ ଗେଟ୍ ଇଟ୍ ବ୍ୟାକ୍। ଯେତେବେଳେ ରୂଷ୍ଟରଟି ଜ୍ୟାକେଲର ପଞ୍ଜାରେ ପଡ଼ିଯାଇଛି, ତା'ର ଜୀବନ ଆଜି ବିପଦ ମୁହଁରେ, ସେହି ସମୟରେ ଜ୍ୟାକେଲ କବଳରୁ ରୂଷ୍ଟରକୁ ବଞ୍ଚାଇବା ପାଇଁ ଏବଂ ରୂଷ୍ଟରକୁ ପୁଣି ଥରେ ଫେରି ପାଇବା ପାଇଁ ତା'ର ମାଲିକ ଏବଂ ତା'ର ସ୍ତ୍ରୀ, ପିଲା ଏବଂ ସାହି ପଡ଼ିଶା ସମସ୍ତେ ତା ପଛରେ ଗୋଡ଼େଇଥିଲେ। ନେକ୍ସଟ ନମ୍ବର 5, ହ୍ୱାଇ କୁଡ୍ ନଟ୍ ଦେ କ୍ୟାଚ୍ ଦ ଜ୍ୟାକେଲ? ସେମାନେ ଜ୍ୟାକେଲକୁ ଧରିପାରିଲେ ନାହିଁ କାହିଁକି? ଦେ କୁଡ୍ ନଟ୍ କ୍ୟାଚ୍ ଦ ଜ୍ୟାକେଲ ବିକଜ ଇଟ୍ ran faster than them। ବହୁତ ଜୋରରେ ସେ ଦୌଡ଼ୁଥିଲା, ଯେହେତୁ ସେ ବହୁତ ଜୋର ଦୌଡ଼ୁଥିଲା ତେଣୁ ତାକୁ ଧରିବା ବହୁତ କଷ୍ଟ ହୋଇଥିଲା। ହ୍ୱାଇ ଡିଡ୍ ଦ ରୂଷ୍ଟର ସେ ଦ୍ୟାଟ୍ ଇଟ୍ ୱାଜ୍ ହାପି ଟୁ ବି ୱିଥ୍ ଦ ଜ୍ୟାକେଲ? ଯେତେବେଳେ ରୂଷ୍ଟରଟି ଜ୍ୟାକେଲର ପଞ୍ଜାରେ ପଡ଼ିଯାଇଛି, କିନ୍ତୁ ସେ କହୁଛି ମୁଁ ଖୁସି ଅଛି ତମ ସହିତ। କାହିଁକି ସେ କହିଲା? ଏଇଥିପାଇଁ କହିଲା, ଦ ରୂଷ୍ଟର ୱାଣ୍ଟେଡ୍ ଟୁ ବି ଫ୍ରି ଫ୍ରମ୍ ଦ ଜ୍ୟାକେଲ୍ସ ହୋଲ୍ଡ ସୋ ଟୋଲ୍ଡ ଏ ଲାଏ ଟୁ ଫୁଲ୍ ଦ ଜ୍ୟାକେଲ। ଯେତେବେଳେ ରୂଷ୍ଟରଟି ବିପଦ ମୁହଁରେ ପଡ଼ିଯାଇଛି, ନିଜେ ତ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି, ତେଣୁ କ'ଣ କରାଯାଇପାରିବ? ତେଣୁ ସେତେବେଳେ ସେ ଟିକେ ଜ୍ୟାକେଲକୁ ପ୍ରଲୋଭିତ କରିବା ପାଇଁ, ତାକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଏବଂ ନିଜ ଜୀବନକୁ ବଞ୍ଚାଇବା ପାଇଁ ସେ ମିଛରେ କହିଛି ଯେ ହଁ ମୁଁ ତମ ସହିତ ବହୁତ ଖୁସିରେ ଅଛି। ସେଥିପାଇଁ ସେ କହିଛି, ୱିଦାଉଟ୍ ୱାକିଂ ଆଇ ଆମ୍ ୱାକିଂ, ୱିଦାଉଟ୍ ଫ୍ଲାଇଂ ଆଇ ଆମ୍ ଫ୍ଲାଇଂ। ଦେନ୍ ନମ୍ବର 7, ୱାଜ୍ ଇଟ୍ ରିଏଲି ହାପି ଅର୍ ଟେଲିଂ ଏ ଲାଏ? ପ୍ରକୃତରେ କ'ଣ ସେ ଖୁସି ଥିଲା ନା ମିଛ କହୁଥିଲା? ଆମେ ସମସ୍ତେ ଜାଣିଛେ ସେ ମିଛ କହୁଥିଲା। ନୋ, ଦ ରୂଷ୍ଟର ୱାଜ୍ ନଟ୍ ହାପି, ରୂଷ୍ଟର ୱାଜ୍ ନଟ୍ ରିଏଲି ହାପି ୱିଥ୍ ଦ ଜ୍ୟାକେଲ ବିକଜ ନୋବଡି ୱାଣ୍ଟସ୍ ଟୁ କିଲ୍ ଇଟସେଲ୍ଫ। କେହି ନିଜେ ନିଜକୁ ମାରିବା ପାଇଁ ଚାହିଁବ ନାହିଁ। ସବୁବେଳେ ସମସ୍ତେ ଚେଷ୍ଟା କରନ୍ତି ନିଜକୁ ରକ୍ଷା କରିବା ପାଇଁ। ସେଇଥିପାଇଁ କେବଳ ନିଜ ଜୀବନକୁ ବଞ୍ଚାଇବା ପାଇଁ ଏବଂ ଜ୍ୟାକେଲର କବଳରୁ ନିଜକୁ ରକ୍ଷା କରିବା ପାଇଁ ସେ କେବଳ ମିଛ ହିଁ କହିଥିଲା। ନେକ୍ସଟ ନମ୍ବର 8, ହ୍ୱାଟ୍ ଡିଡ୍ ଇଟ୍ ସେ ଆବାଉଟ୍ ଇଟ୍ସ ଓନର? ତା ଓନର ବିଷୟରେ କ'ଣ କହିଲା ନା, ଦ ରୂଷ୍ଟର ସେଡ୍ ଦ୍ୟାଟ୍ ଇଟ୍ସ ଓନର ୱାଜ୍ ଏ ମାଇଜର। କହିଲା ମୋର ଓନର ହେଉଛନ୍ତି ଜଣେ ମାଇଜର ବା କୃପଣ, ଆଣ୍ଡ ନେଭର ଗେଭ୍ ଇଟ୍ ଏନିଥିଙ୍ଗ ଟୁ ଇଟ୍। ମୋତେ ସେ ଭଲ ଭାବରେ ଖାଇବା ପିଇବାକୁ ଦେଉନଥିଲେ, ତେଣୁ ତୁମ କାମ ହେଲା ତୁମେ ଟିକେ ତାକୁ କୁହ ସେ ଯେମିତି ମୋତେ ପ୍ରପର କେୟାର ନେବ। ନେକ୍ସଟ, ହ୍ୱାଟ୍ ଡିଡ୍ ଦ ରୂଷ୍ଟର ଆସ୍କ ଦ ଜ୍ୟାକେଲ ଟୁ ଡୁ? ରୂଷ୍ଟର ଜ୍ୟାକେଲକୁ କ'ଣ କରିବା ପାଇଁ କହିଲା? ଦ ରୂଷ୍ଟର ଆସ୍କ ଦ ଜ୍ୟାକେଲ ଟୁ ଟେଲ୍ ଇଟ୍ସ ଓନର ଟୁ ଟେକ୍ ଗ୍ରେଟ୍ କେୟାର ଅଫ୍ ଇଟ୍।
ଜ୍ୟାକେଲକୁ କହିଲା ମୋ ମାଲିକକୁ ଟିକେ ଜଣାଇ ଦିଅ ସେ କେମିତି ମୋର ଭଲ କେୟାର ନେଉ। ଇଟ୍ ଅଲସୋ ୱାଣ୍ଟେଡ୍ ଟୁ ଏକ୍ସପ୍ରେସ୍ ଦ୍ୟାଟ୍ ଇଟ୍ ୱାଜ୍ ଭେରି ହାପି ୱିଥ୍ ଦ ଜ୍ୟାକେଲ୍ସ କମ୍ପାନୀ। ସେ କହିଲା ମୁଁ ବହୁତ ଖୁସି ଅଛି ତୁମ ସହିତ, କାହିଁକି ନା ମୁଁ ଆରାମରେ ବୁଲୁଛି, ଆନନ୍ଦରେ ବୁଲୁଛି। ଷ୍ଟୁଡେଣ୍ଟସ୍, ଦିସ୍ ଇଜ୍ ଦ answers of the SGP2 questions. In the next class, I will discuss the SGP3. Now I remain. Thanks, yours Vivek Guruji.